ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି। ବର୍ତ୍ତମାନ ସମୟରେ ପାଣିପାଗର ଅପଡେଟ୍ କ'ଣ ଅଛି ସାର୍? ନମସ୍କାର। ବର୍ତ୍ତମାନ ଆମର ଯୋଉ ବାତ୍ୟା ଫିଞ୍ଜଲ 200 କିଲୋମିଟର ପୂର୍ବରେ ରହୁଛି ପୁଡୁଚେରୀରୁ, ଆଉ 7 ରୁ 8 କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଲାଗୁଛି ଯେ ଯୋଉ ପ୍ରଭାବଟା ଆମର ପଣ୍ଡିଚେରୀରୁ ନେଇକି ନେଲ୍ଲୁର ଆଉ ଚେନ୍ନାଇ ଏଇ ଅଞ୍ଚଳଟା ପ୍ରଭାବିତ ହବ। ଆଉ ପ୍ରଭାବଟା କାଲିଠୁ ଆରମ୍ଭ ହେଇଛି, ଆଉ ସେ ପ୍ରଭାବଟା ନେକ୍ସଟ 72 ଘଣ୍ଟା ପର୍ଯ୍ୟନ୍ତ ରହିବ। କିନ୍ତୁ ନେକ୍ସଟ ଯୋଉ 48 ଘଣ୍ଟା ଆଜି ଆଉ କାଲି ଲାଗୁଛି ବିଶେଷ ପ୍ରଭାବ ରହିବ, ଯୋଉଟା ପବନର ବେଗ 60 ରୁ 80 କିଲୋମିଟର ବେଗ, ଆଉ ପ୍ରବଳ ବର୍ଷା। ଏଇ ସମୟଟା ଲାଗୁଛି ଯୋଉଟା ଆମର ମ୍ୟାକ୍ସିମମ୍ ଇମ୍ପାକ୍ଟ ଷ୍ଟର୍ମ ରହିବ। ତାପରେ 1 ଡିସେମ୍ବର ଆଡେ ସେ ପ୍ରଭାବଟା କମିଯିବ। ଆଉ ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ନେକ୍ସଟ 72 ଘଣ୍ଟା କୋହଲା ପାଗଟା ରହିବ, ଆଉ ଟିକେ ୱିଣ୍ଡି କଣ୍ଡିସନ, ଆଉ ବାଦଲ ରହିବେ। ତାପରେ ମତେ ଲାଗୁଛି 3 ପରେ ପରେ ବାଦଲ ହଟିବା ଆରମ୍ଭ ହେବେ। କିନ୍ତୁ ଏଇ ଯୋଉ ନେକ୍ସଟ 48 ଘଣ୍ଟା ଆଜି ଆଉ କାଲି ବର୍ଷାର ସମ୍ଭାବନା ରହୁଛି। 1 ତାରିଖ ଦିନ ବି ବର୍ଷାର ସମ୍ଭାବନା ରହୁଛି। ମୋଷ୍ଟଲି ଟିକେ ଅଧିକା ବର୍ଷା ଆମର ଦକ୍ଷିଣ ଓଡିଶାର ଜିଲ୍ଲା ମାନେ, ପର୍ଟିକୁଲାରଲି ପୁରୀରୁ ଯୋଉ ଗଞ୍ଜାମରୁ ମାଲକାନଗିରି ପ୍ରଭାବିତ ହବାର ସମ୍ଭାବନା ରହିଛି। ସମ୍ପୂର୍ଣ୍ଣ ଓଡିଶାରେ ବାଦଲ କିନ୍ତୁ ରହିବ। ଆଜି କ'ଣ ବେଙ୍ଗଲ ଯାହା ଆସୁଛି ବାତ୍ୟା ଲ୍ୟାଣ୍ଡଫଲ୍ କରିବ କି ବଙ୍ଗୋପସାଗରରେ? କ'ଣ କିଛି ସୂଚନା ରହିଛି, ସେମିତି କିଛି ଅପଡେଟ୍? ହଁ, ଲ୍ୟାଣ୍ଡଫଲ୍ ଟା ବର୍ତ୍ତମାନ ଯୋଉ ଲାଗୁଛି ସେଇଟା ଚେନ୍ନାଇରୁ ଯୋଉ ପୁଡୁଚେରୀ ଯୋଉ ବେଲ୍ଟଟା ରହୁଛି ସେଇ ଜାଗାରେ ଲ୍ୟାଣ୍ଡଫଲ୍ ହବ। ପୁଡୁଚେରୀ ଉତ୍ତରରେ ଲାଗୁଛି ଲ୍ୟାଣ୍ଡଫଲ୍ ହବ। ଆଉ ମୋଷ୍ଟଲି ଲାଗୁଛି ଆମଙ୍କର ସନ୍ଧ୍ୟା ପରେ ପରେ ଆଉ ମିଡନାଇଟ୍ ପାଖାପାଖି ସମୟରେ ଆଜି ସନ୍ଧ୍ୟା ଆଉ କାଲି ଅର୍ଲି ମର୍ଣ୍ଣିଂ ଏଇ ଯୋଉ ସମୟଟା ରହୁଛି ଲ୍ୟାଣ୍ଡଫଲ୍ ମତେ ଲାଗୁଛି ହେଇଯିବ। ଉତ୍ତର ପଣ୍ଡିଚେରୀ ଅଞ୍ଚଳରେ ଲାଗୁଛି ଲ୍ୟାଣ୍ଡଫଲ୍ ହବ। କିନ୍ତୁ ଦୁର୍ବଳ ସିଷ୍ଟମ ଲ୍ୟାଣ୍ଡଫଲ୍ ହେଲା ମାତ୍ରେ ହିଁ ଟିକେ ବହୁତ ଆହୁରି ଦୁର୍ବଳ ହେଇଯିବ। କିନ୍ତୁ ବର୍ଷାର ପ୍ରଭାବଟା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ତାପରେ କର୍ଣ୍ଣାଟକ, ମହାରାଷ୍ଟ୍ର, ଆଉ ଆମର ଛତିଶଗଡ଼, ଓଡିଶା, ଇଭିନ୍ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ରହିବ। କାରଣ ସିଷ୍ଟମଟା ଦୁର୍ବଳ ଅଛି, ନିଜ ବାଦଲଟାକୁ ସଂଗଠିତ କରି ରଖିପାରୁନି। ତେଣୁ ବାଦଲ ଗୁରା ବହୁତ ବଡ ଏରିଆରେ ଖେଳି ହେଇଯାଉଛନ୍ତି। କିମ୍ବା କାଲି ବେଙ୍ଗଲର ପ୍ରଭାବଟା ରହିବ। ଆଉ ଓଡିଶା ଉପରେ କେତେ କ'ଣ ପ୍ରଭାବ ପଡିବ ଆମେ ଦେଖୁଛନ୍ତି। ଗତକାଲିଠୁ ଓଡିଶାରେ ବି କୋହଲା ପାଗ ହେଉଛି, ଝିପଝିପ ବର୍ଷା ହଉଛି କିଛି କିଛି ସ୍ଥାନରେ। କ'ଣ କହିବେ? ଆଜ୍ଞା, ଆଜି ଆଉ କାଲି ଆମର ଯୋଉ ତାମିଲନାଡୁ, ଉତ୍ତର ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ସେଇ ଅଞ୍ଚଳଟାରେ ବିଶେଷ ପ୍ରଭାବ ରହିବ। ମ୍ୟାକ୍ସିମମ୍ ଯୋଉ ଇମ୍ପାକ୍ଟଟା ରହିବା କଥା, ତାପରେ 1 ଡିସେମ୍ବରରୁ ସେଠି ପ୍ରଭାବ କମିଯିବ। ସେମିତି ଓଡିଶା ପରିପ୍ରେକ୍ଷୀରେ ଆପଣ ଯଦି ଦେଖିବେ ଆଜି ଆଉ କାଲି ଟିକେ ହାଲକା ବର୍ଷା ରହିପାରେ। ସମ୍ପୂର୍ଣ୍ଣ ଓଡିଶାରେ ବାଦଲ ଢାଙ୍କି ହେଇକି ରହିବ। ଉପକୂଳବର୍ତ୍ତୀ ଓଡିଶାରେ, ଦକ୍ଷିଣ ଓଡିଶାରେ ବେଶୀ ବାଦଲ ରହିବେ। ଟିକେ ହାଲକା ବର୍ଷା ମଧ୍ୟ ରହିପାରେ। ଆଉ ଓଭରଅଲ ଲାଗୁଛି ଏଇ ଯୋଉ ବାଦଲ ସବୁ 2-3 ତାରିଖ ପରେ କ୍ଲିୟର ହବା ଆରମ୍ଭ କରିବେ। ତାପରେ 4-5 ପରେ ପରେ ମତେ ଲାଗୁଛି ଧୀରେ ଧୀରେ ଯୋଉ ଆମର ରାତିର ତାପମାତ୍ରା ବର୍ତ୍ତମାନ ବଢି ଯାଉଛି ବାଦଲ ଥିବାରୁ ସିଏ ହ୍ରାସ ପାଇବା ଆରମ୍ଭ କରିବ। ତେଣୁ ଶୀତର ପ୍ରଭାବ କମି ଯାଇଛି। ଶୀତର ପ୍ରଭାବଟା ଆପଣ ଦିନ ବେଳା ଟିକେ କୋହଲା ପାଗ ରହୁଛି, ବାଦଲ ଢାଙ୍କି ରହୁଛି। ତେଣୁ ସର୍ବୋଚ୍ଚ ତାପମାତ୍ରା ଆଉ ବଢି ପାରିବନି। ଆଉ ଏଇ ଜିନିଷଟା ଆପଣଙ୍କର 1-2 ତାରିଖ ପର୍ଯ୍ୟନ୍ତ ରହିବ। କିନ୍ତୁ ସର୍ବନିମ୍ନ ତାପମାତ୍ରାଟା ବଢିଯିବ, ତେଣୁ ଶୀତର ପ୍ରଭାବଟା କମିଯିବ। ତେଣୁ 4 ପରେ ପରେ ଏଇ ବାଦଲ ସବୁ ହଟିବା ଆରମ୍ଭ କରିବେ। କାରଣ ଆଉ ଗୋଟେ ଫଲୋଅପ୍ ସିଷ୍ଟମ ବି ଆସୁଛି ସେଇ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର 2 ଡିସେମ୍ବରରୁ ନେଇକି ମତେ ଲାଗୁଛି ତାର ଯୋଉ ସମୟସୀମା 14 ଡିସେମ୍ବର ରହିବ। ଯଦିଓ ତାର ବାଦଲ ଆଂଶିକ ରୂପେ ପ୍ରଭାବିତ କରିପାରେ, କିନ୍ତୁ ମତେ ଲାଗୁଛି 5 ପରେ ପରେ ଧୀରେ ଧୀରେ ଆମର ଯୋଉ ଉତ୍ତର ପଶ୍ଚିମ ବାୟୁ, ବର୍ତ୍ତମାନ ଯୋଉ ଥଣ୍ଡା ବାୟୁ ଏତେ ଆଉ ସକ୍ରିୟ ନାହିଁ, ସେ ପୁଣି ସକ୍ରିୟ ହେଇଯିବ। ଆଉ 5-6 ପରେ ଆପଣଙ୍କର ପୁଣି ରାତି ଶୀତର ମାତ୍ରା ବଢିବ। ଆଉ ସେଇ ଯୋଉ ଶୀତଟା ଆସିବ 4-5 ପରେ ପରେ ସେଇ ଶୀତଟା ଟିକେ ବେଶୀ ସମୟ ରହିବ। ଏବେ ଯୋଉ ଦେଖିଲେ 15 ନଭେମ୍ବରରୁ ଆପଣଙ୍କର 26 ନଭେମ୍ବର ପର୍ଯ୍ୟନ୍ତ ଶୀତ ରହିଲା। ତାପରେ ଏଇ ସିଷ୍ଟମ ଆସିବାରୁ ଶୀତ କମିଗଲା। କିନ୍ତୁ ଯୋଉ 4-5 ପରେ ପରେ ଯୋଉ ଶୀତଟା ଆସିବ ସେଇଟା ଟିକେ ବେଶୀ ସମୟ ରହିବ। ଆଉ ଟିକେ
ଆଉ ଟିକେ ଅଧିକା ଥଣ୍ଡା ରହିବାର ବି ସମ୍ଭାବନା ରହୁଛି। ନିହାତି ଭାବେ ତେବେ ବେଙ୍ଗଲ ଯୋଉ ଆସୁଛି ବାତ୍ୟାଟା ଆଜି ଆଉ କାଲି ବେଶୀ ପ୍ରଭାବ ପଡିବ ମାନେ ଗୁରୁତ୍ୱ ରଖୁଛି। ଆଜ୍ଞା ଆଜି ଅଲରେଡି ପ୍ରଭାବ ମତେ ଲାଗୁଛି ତାମିଲନାଡୁ ପଡୁଚେରୀ ଏସବୁ ଅଞ୍ଚଳ ଆରମ୍ଭ ହେଇଗଲାଣି। ଆଉ ଟିକେ ଯେହେତୁ ବର୍ତ୍ତମାନ 200 କିଲୋମିଟର ଅଛି ତାର ଯୋଉ ପବନଟା ଆପଣ ଯୋଉ କହୁଛନ୍ତି 60 ରୁ 80 କିଲୋମିଟର ସେ ପବନଟା ଅଛି 50 ରୁ 55 ପରିଧି ତାର ଯୋଉ କେନ୍ଦ୍ରୀୟ ଭାଗରୁ 50 ରୁ 55 କିଲୋମିଟର ଆରାଉଣ୍ଡ ରେ ଅଛି। ତେଣୁ ସେଇ ପବନଟା ହଉଛି ଯେତେବେଳେ ଏଣ୍ଟର କରିବ ସେ ଏଣ୍ଟର କରୁ କରୁ ରାତି ହେଇଯିବ ସନ୍ଧ୍ୟା ପରେ ପରେ ହେଇଯିବ। ତେଣୁ ସେତେବେଳେ ବେଶୀ ପ୍ରଭାବ ପବନର ପଡିବ ଯୋଉଟା କି କାଲି ସକାଳ ପର୍ଯ୍ୟନ୍ତ ପବନ ପ୍ରଭାବ ବି ରହିବ। ତାପରେ ଧୀରେ ଧୀରେ ପବନ ପ୍ରଭାବ ମତେ ଲାଗୁଛି କାଲି ଅପରାହ୍ନ ପରଠୁ ପବନ ପ୍ରଭାବଟା କମିଯିବ କିନ୍ତୁ ବର୍ଷାର ପ୍ରଭାବଟା କଣ୍ଟିନ୍ୟୁ କରିବ 1 ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବାର ସମ୍ଭାବନା ରହୁଛି। ସେଇ ଯୋଉ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉତ୍ତର ତାମିଲନାଡୁ ଆଉ ପାଖାପାଖି ଯୋଉ ଅଞ୍ଚଳଟା ସେଇଟା ହିଁ ବେଶୀ ପ୍ରଭାବିତ ହବ। ବାକି ଜାଗାରେ ହାଲକା ବର୍ଷା ବାଦଲ ଖଣ୍ଡ ରହିପାରେ।